ତ କୁମ୍ଭ ରାଶି କଥା ଆଲୋଚନା କରିବା। କୁମ୍ଭ ରାଶି 2026 ଫେବୃଆରୀ ଅର୍ଥାତ୍ ପ୍ରଥମ ଫେବୃଆରୀ ମାସ କଥା ଆଲୋଚନା କରିବା। ଜ୍ୟୋତିର୍ବିଦ ଅନୁସାରେ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ଆମେ ଫେବୃଆରୀ ମାସରେ କ'ଣ ଘଟିବ ଜୀବନର ଘଟଣା, ସ୍ୱାସ୍ଥ୍ୟ, ସମ୍ପତ୍ତି, ପରିବାର ସମସ୍ତ ବିଷୟରେ ଆଲୋଚନା କରିବା। ଶନିଦେବଙ୍କର ପ୍ରିୟ ରାଶି ମୂଳ ତ୍ରିକୋଣ ରାଶି 7.5 ପଡ଼ିଛି କୁମ୍ଭ ରାଶି। କୁମ୍ଭ ରାଶିର ରାଶିଚକ୍ରର ଏମିତି ଏକ ରାଶି ଅତ୍ୟନ୍ତ ଯେଉଁ ଉପରସ୍ତରୀୟ ରାଶି ଅର୍ଥାତ୍ ସମସ୍ତ କାର୍ଯ୍ୟରେ ନିପୁଣତା ଅବଲମ୍ବନ କରୁଥିବା ଶନିଦେବଙ୍କ ରାଶି। ଶନିଦେବଙ୍କର ମୂଳ ତ୍ରିକୋଣ ରାଶି ହୋଇଥିବାରୁ ଶନିଦେବ ସର୍ବଦା ଏଠି ଶୁଭ ହେଇଥାନ୍ତି। ଦେଖନ୍ତୁ, ଶନିଦେବ ସେକେଣ୍ଡ ହାଉସ୍ରେ ଅଛନ୍ତି, ଫାର୍ଷ୍ଟ ହାଉସ୍ରେ ବୁଧ, ଶୁକ୍ର, ରାହୁ ଏବଂ 12th ହାଉସ୍ରେ ସୂର୍ଯ୍ୟ, ମଙ୍ଗଳ, କେତୁ ବସିଛନ୍ତି ଆପଣଙ୍କର ସପ୍ତମ ଘରେ। ତ ବୃହସ୍ପତି ଆପଣଙ୍କର ପଞ୍ଚମ ଘରେ। ବହୁତ ବଢ଼ିଆ ଜିନିଷଟା, ଆପଣଙ୍କ ଲଗ୍ନ ଭାଗରେ 3ଟି ଗ୍ରହ ବୁଧ, ଶୁକ୍ର, ରାହୁ ପୁଣି ଗୋଚର ସୂର୍ଯ୍ୟ, ମଙ୍ଗଳ ହେବେ। ତ ପାଞ୍ଚଟି ଗ୍ରହ ଆପଣଙ୍କ ଲଗ୍ନକୁ ଆସିଲେ ଆପଣ ନିଜେ ମାନସିକ ଭାବରେ ବହୁତ ଷ୍ଟ୍ରଙ୍ଗ ହେଇଯିବେ। ପ୍ରଥମ କଥା ହେଉଛି ଫେବୃଆରୀ ମାସରେ ଷ୍ଟ୍ରଙ୍ଗ ହେଇଯିବେ। ଆଉ ଶନିଦେବ ଯେହେତୁ ଆପଣଙ୍କର ବୃହସ୍ପତିଙ୍କ ରାଶିରେ ଅର୍ଥାତ୍ ସେ ଲଗ୍ନ ପର ରାଶିରେ ସେକେଣ୍ଡ ହାଉସ୍ରେ ଅଛନ୍ତି, ତ ଅର୍ଥ କ୍ଷେତ୍ରରେ ଦେଖିବାକୁ ଗଲେ କୁମ୍ଭ ରାଶିରେ ଫେବୃଆରୀ 5 ପରେ ଉତ୍ତରତର ଉନ୍ନତି ଆର୍ଥିକ କ୍ଷେତ୍ରରେ ନିଶ୍ଚିତ ଭାବେ ଦେଖାଯାଉଛି। ତ ମୂଳ କଥା ଆମେ ଯଦି ଆଉ ଗୋଟେ କଥା ଆଲୋଚନା କରିବା, ଦେଖନ୍ତୁ ବୁଧ ମଧ୍ୟ ଯେଉଁ କୁମ୍ଭ ରାଶିରେ ଲଗ୍ନ ଭାବରେ ଯେଉଁଠି 11 ଲେଖାଯାଇଛି ସେ ମଧ୍ୟ ଶନିଦେବଙ୍କ ଘର। ତ ଶୁକ୍ର ମଧ୍ୟ ସେଠି ଷ୍ଟ୍ରଙ୍ଗ, ବୁଧ ମଧ୍ୟ ଷ୍ଟ୍ରଙ୍ଗ, ରାହୁ ମଧ୍ୟ ଷ୍ଟ୍ରଙ୍ଗ। ତ ଏଇ 3 ଜଣ ଆପଣଙ୍କୁ ନିଶ୍ଚିତ ଭାବରେ ବଳବାନ କରାଇବେ ଫେବୃଆରୀ ମାସରେ। ଫେବୃଆରୀ ମୋର କିଛି ଦିନ ପରେ ଯେତେବେଳେ ମଙ୍ଗଳ ପଳେଇ ଆସିବେ ଆପଣ ଚିନ୍ତା ଟିକେ କରିବେ। କ'ଣ ପାଇଁ ଚିନ୍ତା କରିବେ? ରାହୁ ଏବଂ ମଙ୍ଗଳଙ୍କର ସେଇଠି ଗୋଟେ ଅଙ୍ଗାରକ ଯୋଗ ହେଇଯିବ, ଯେଉଁଥିପାଇଁ ଆପଣଙ୍କୁ ଚିନ୍ତା ଲାଗିବ। ଚିନ୍ତା କାରଣରୁ ଆପଣ ହତାଶ ହୋଇପଡ଼ିବେ। କିନ୍ତୁ ସେଠି ସୂର୍ଯ୍ୟ ମଧ୍ୟ ଯେହେତୁ ଥିବେ, ତ ଆପଣ ନିଜକୁ ରଜା ଭଳିଆ ଭାବିବେ। ଶୁକ୍ର ବହୁତ ଟ୍ୟାଲେଣ୍ଟେଡ଼ ଅର୍ଥାତ୍ ବହୁତ ଗୋଟେ ଏମିତି ଗ୍ରହ ଯାହାକୁ ଜୀବନ ଦେବା ଭଳିଆ ଗ୍ରହ। ବୁଧ ହେଉଛି ବହୁତ ଜ୍ଞାନୀ ଗ୍ରହ, ରାହୁ ହେଉଛି ବହୁତ ଚାଲାକ ଗ୍ରହ, ସୂର୍ଯ୍ୟ ହେଉଛନ୍ତି ଉର୍ଜାର ଗ୍ରହ, ମଙ୍ଗଳ ହେଉଛନ୍ତି ସାହସୀ ଗ୍ରହ। ତ ସମସ୍ତ ଗ୍ରହ ଯେତେବେଳେ ଲଗ୍ନ ଭାବରେ ଆସିବେ ଆପଣଙ୍କୁ ନିଶ୍ଚିତ ଭାବରେ ସମସ୍ତ କର୍ମକ୍ଷେତ୍ରରେ ଉନ୍ନତି କରିବେ। ତ ଫେବୃଆରୀ ମାସରେ ଆମେ ଯଦି ଅର୍ଥ କଥା ଆଲୋଚନା କରିବା, ଆର୍ଥିକ କ୍ଷେତ୍ରରେ ନିଶ୍ଚିତ ଭାବରେ ବହୁତ ଭଲ ଇନକମ୍ ଅଛି ଆଉ ଅର୍ଥକୁ ଯୋଡ଼ି ପାରିବେ ଆପଣ। ଶନିଦେବ ବସିଛନ୍ତି ଆପଣଙ୍କର କୁମ୍ଭ ରାଶିର ସେକେଣ୍ଡ ହାଉସ୍ରେ, ଅର୍ଥର ଘରେ, ୱେଲ୍ଥର ଘରେ ବସିଛନ୍ତି, ବାଣୀର ଘରେ। କଥାବାର୍ତ୍ତା ଟିକେ ଯେତେବେଳେ କରନ୍ତୁ ଆପଣ ଶାଳୀନତା ରକ୍ଷା କରନ୍ତୁ, ନିଶ୍ଚିତ ଶନିଦେବ ବସିଛନ୍ତି। ଆଉ ଅର୍ଥ କ୍ଷେତ୍ରରେ ନିଶ୍ଚିତ ଭାବରେ ଫେବୃଆରୀ ମାସରେ ଆପଣମାନେ ନୂଆ କିଛି କାମ କରିବାକୁ ଚେଷ୍ଟା କରିବେ, ଯଦ୍ୱାରା ଆପଣମାନଙ୍କର ଲାଭବାନ ଏବଂ ପୁଞ୍ଜୀକରଣ କରିବାରେ ଆପଣ ଫାଇଦା ହେବେ। ପଞ୍ଚମ ହାଉସ୍ରେ ବୃହସ୍ପତି ଆପଣ ବସିଛନ୍ତି, ପଞ୍ଚମରେ ବୃହସ୍ପତି ଆପଣ ଶୁଣିଥିବେ, ଏକାଦଶରେ ବୃହସ୍ପତି, ପଞ୍ଚମରେ ବୃହସ୍ପତି ବହୁତ ଶୁଭ ହୋଇଥାନ୍ତି। ତ କୁମ୍ଭ ରାଶିରେ ଯେହେତୁ ପଞ୍ଚମରେ ବୃହସ୍ପତି ଅଛନ୍ତି, ଆପଣଙ୍କର ଜ୍ଞାନର ଘର ମଧ୍ୟ ଉଦୟ ହେବ। ଆପଣ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ରାଶି ରାହୁ ଆପଣଙ୍କର କେଉଁଠି ଲଗ୍ନରେ ବସିଛି। ତ ରାହୁଙ୍କର ଗୋଟେ ଜିନିଷ ଏଇଠି କ'ଣ ହେଉଛି ନା, ରାହୁଙ୍କର ସ୍ୱଭାବ ଯାହା, ଆପଣ କେମିତି କ'ଣ ଅର୍ଥ ଇନକମ୍ କରିବେ ରାହୁ ଆପଣଙ୍କୁ ନିଶ୍ଚିତ ଦର୍ଶାଇବେ। ଭୁଲ ହେଉ କି ଠିକ୍ ହେଉ, ଅର୍ଥ ଉପାର୍ଜନ କରିବାର ବାଟ ଦେଖିବେ। କିନ୍ତୁ ଆପଣଙ୍କୁ ସେଇଠି ବୃହସ୍ପତି ଯେହେତୁ ଜ୍ଞାନ ଘର ଅଛନ୍ତି, ତ ବୃହସ୍ପତି ଆପଣଙ୍କୁ ସେଇଠି ଠିକ୍ କେମିତି ଉପଯୁକ୍ତ କାର୍ଯ୍ୟ ନିଶ୍ଚିତ ଭାବରେ ସେଇଟା ବୃହସ୍ପତି ଆପଣଙ୍କୁ ଦେବେ। କଳହର ଯୁଗ ଦେଖାଯାଉଛି, ଯେହେତୁ କେତୁ ଆପଣଙ୍କର ସପ୍ତମ ହାଉସ୍ରେ ଅଛନ୍ତି, ପୁଣି ମଙ୍ଗଳ ଆପଣଙ୍କର ଲଗ୍ନରେ ଅଛି। ତ ନିଶ୍ଚିତ ଭାବରେ ପରିବାରରେ ଟିକେ କଳହ ଦେଖାଯାଉଛି, କଳହର ଯୁଗ ଅଛନ୍ତି। ଶୁକ୍ର ଯେହେତୁ ଲଗ୍ନ ଭାବରେ ଅଛନ୍ତି, ଶୁକ୍ର ଆପଣଙ୍କୁ କ'ଣ କରିବେ ନା ସେସବୁ ଜିନିଷରୁ ଉଦ୍ଧାର କରିବେ। ରାଶିଚକ୍ରର ଅନ୍ୟତମ ରାଶି କୁମ୍ଭ ରାଶି, ନିଶ୍ଚିତ ଭାବରେ ଶନିଦେବଙ୍କର ରାଶି। ସର୍ବଦା ଆଲୋଚନା କରୁଥାଉ ଆମେ କୁମ୍ଭ ରାଶି ବିଷୟରେ। ତ ଏଇଠି ଆଉ ଗୋଟେ ଦେଖନ୍ତୁ, ସୂର୍ଯ୍ୟ ଓ ମଙ୍ଗଳ ପ୍ରଥମେ କିଛି ଦିନ ଯେଉଁ ଆମର ରହିବେ 12ତମ ଘରେ, ତ ଆପଣଙ୍କର ଗାଡ଼ି ଖର୍ଚ୍ଚଜନିତ, ଗାଡ଼ିରେ କି ଆପଣଙ୍କର ଯାନ୍ତ୍ରିକ ଜିନିଷ କିଛି ଏଇସବୁରେ ଖର୍ଚ୍ଚ ହୋଇପାରେ, କିମ୍ବା ସରକାରୀ କାର୍ଯ୍ୟ, ସରକାରୀ କିଛି ଗୋଟେ ଫର୍ମ ହେଉ କି ଏଇସବୁ ଜିନିଷରେ ପଇସା ଆପଣଙ୍କର ଲାଗିପାରେ। ଯେଉଁ ଜିନିଷଟା ଦେଖାଯାଉଛି ନିତାନ୍ତ ଭାବରେ ଏଇଟା କିଛି ଦିନ ପାଇଁ ହେବ, କିନ୍ତୁ ଫେବୃଆରୀ ମାସର 10 ଦିନ ପରେ ଆପଣଙ୍କର ମୁଣ୍ଡରେ ହଠାତ୍ ଅଲଗା ପ୍ରକାର ଚିନ୍ତାଧାରା ଆସିବ, ଯେତେବେଳେ ସୂର୍ଯ୍ୟ ଆଉ ମଙ୍ଗଳ ଆପଣଙ୍କର ଗୋଚରକୁ ଆସିବେ। ବିଜନେସ୍ ଓରିଏଣ୍ଟେଡ଼୍ ହେଇଯିବେ, ଆପଣ କେମିତି କ'ଣ ବିଜନେସ୍ କରିବେ। ଆପଣଙ୍କ ପିତାଙ୍କ ପ୍ରତି ଆପଣଙ୍କର ବହୁତ ସଦ୍ଭାବନା ରହିବ, ଭଲ ପାଇବା ରହିବ। ନିଶ୍ଚିତ ଭାବରେ ପରିବାର ପ୍ରତି ଆପଣ ସମର୍ପିତ ହେଇକି ରହିବେ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଆପଣଙ୍କର ବହୁତ ଜ୍ଞାନ ଉଦୟ ହେବ। ଆପଣ ଆଧୁନିକତାର ସାହାଯ୍ୟ ନେବେ, ଯେଉଁ ଆପଣଙ୍କ ଲକ୍ଜୁରିର ସାହାଯ୍ୟ ନେବେ, ଚାକଚକ୍ୟରେ ସାହାଯ୍ୟ ନେବେ। ଆର୍ଥିକ କ୍ଷେତ୍ରରେ ଆପଣଙ୍କର ବହୁତ ବଢ଼ିଆ ଉନ୍ନତି ଦିନ ଘଟିବ। ଆପଣମାନେ ଅର୍ଥ କ୍ଷେତ୍ରରେ ଆପଣଙ୍କର ପୁଞ୍ଜି ନିବେଶ ବହୁତ ବଢ଼ିଆ ହେବ। ମାତାଙ୍କର ଯଦି ଆମେ କଥା କହିବା, ଯେହେତୁ ମାତାଙ୍କର ସ୍ୱାସ୍ଥ୍ୟ ଟିକେ ଏଇଠି ଆମକୁ ଦେଖାଯାଉଛି ପ୍ରୋବ୍ଲେମ୍ ରହୁଛି, କିନ୍ତୁ ମାତାଙ୍କର କିଛି ଉପହାର ଯେମିତି ଜିନିଷ ଦେବା ପାଇଁ ଏଇ ଗୋଟେ ବଢ଼ିଆ ସମୟ। ଏଇଟା ମଧ୍ୟ ଦେଖାଯାଉଛି ମାତାଙ୍କୁ ଆପଣ କୌଣସି ନା କୌଣସି ଜିନିଷ ଉପହାର ଦେଇପାରନ୍ତି, ଯଦ୍ୱାରା ଆପଣଙ୍କର ଅର୍ଥ କ୍ଷେତ୍ର ହେବ। ଆପଣଙ୍କର ଅର୍ଥ କ୍ଷେତ୍ର ଉପରେ ଗୋଟେ ଜିନିଷ ଦେଖାଯାଉଛି, ଆପଣଙ୍କର ଘରେ ଆପଣ କିମ୍ବା ଆପଣଙ୍କ ପରିବାରର ସଦସ୍ୟଙ୍କ ପ୍ରତି କିଛି ଅର୍ଥ ଆପଣ ଖର୍ଚ୍ଚ କରିବେ ତାଙ୍କ ପାଇଁ।
ଦେଖନ୍ତୁ କେତୁ ସପ୍ତମ ହାଉସରେ ବସିଛନ୍ତି ସୂର୍ଯ୍ୟଙ୍କର ରାଶିରେ, ତ ଏଇଠି କ'ଣ ହେଉଛି ନା ଆପଣଙ୍କର ଯେଉଁ ଆଟିଟ୍ୟୁଡ଼ ଟିକେ ବଦଳିଯିବ, ଭଲ ପାଇବା ପ୍ରେମ ସମ୍ପର୍କରେ କ'ଣ ନା ଟିକେ ବାଧା ଆସିବ। ଯେହେତୁ ଲଗ୍ନର ପ୍ରଭାବ ବି ଅଛି, ମଙ୍ଗଳ ଲଗ୍ନ ପ୍ରଭାବ ବି ରହିଲା, ତ ଝଗଡ଼ା, ସ୍ୱାମୀ ସ୍ତ୍ରୀଙ୍କର ଝଗଡ଼ା, ପ୍ରେମୀ ଓ ପ୍ରେମିକାଙ୍କର ଭିତରେ ଝଗଡ଼ା, ଏଇସବୁ ଜିନିଷଟା ଟିକେ ଲାଗି ରହିବ। କିଛି ଦିନ ପାଇଁ ଲାଗି ରହିବ, ମାନେ ଏଇଟା ତ ଆମର ଗୋଟେ ପ୍ରକାର 2026ରେ କେତୁ ରାହୁଙ୍କର ଏଇ ପୋଜିସନଟା ରହିବ। ତ ଏଇ ଜିନିଷଟା ଯେହେତୁ ବର୍ତ୍ତମାନ ମଙ୍ଗଳ ପଳେଇ ଆସୁଛନ୍ତି, ତ ମଙ୍ଗଳ ରାହୁ ଗୋଟେ ଅଙ୍ଗାରକ ଯୁଗ, ଏଇଠି ପ୍ରୋବ୍ଲେମଟା ହେବ। ତ ଏଇଠି କେବଳ ସେ କ୍ଷେତ୍ରରେ ନୁହଁ, ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବି ଏଇଠି ଟିକେ ପରିବର୍ତ୍ତନ ଦେଖାଯାଏ। ଆପଣଙ୍କୁ ଡାଇବେଟିସ୍ ହେଉ, ବ୍ଲଡ଼ ପ୍ରେସର ହେଉ, ବ୍ଲଡ଼ ରିଲେଟେଡ଼୍ କିମ୍ବା ରକ୍ତଜନିତ କିଛି ଗୋଟେ ରୋଗ, ଆପଣ ତାକୁ ଅଣଦେଖାଟା କରନ୍ତୁ ନାହିଁ, ବିଲକୁଲ ତାକୁ ସର୍ବଦା ଟ୍ରିଟମେଣ୍ଟ ଏବଂ ଠିକ୍ ନିଅନ୍ତୁ ଏବଂ କମ୍ପ୍ଲିଟଲି ଚେକଅପ୍ କରନ୍ତୁ। ଆପଣଙ୍କ ଘରେ ପୂଜା ପାଠ ହେବାର ବହୁତ କିଛି ଜିନିଷ ଦେଖାଯାଉଛି। ପୂଜା ପାଠ, ଧାର୍ମିକ କ୍ଷେତ୍ରରେ ଆପଣମାନଙ୍କର ମନୋନିବେଶ ରହିବ, ଏଇଟା ଦେଖାଯାଉଛି। ଏକାଗ୍ରତା ଆପଣ ବଜାୟ ରଖିବେ ନିଶ୍ଚିତ ଭାବରେ। ପାଞ୍ଚଟି ଗ୍ରହ ଆପଣଙ୍କର ଲଗ୍ନ ଭାବରେ, ଏଇଟା ଗୋଟେ ବହୁତ ବଢ଼ିଆ ସମୟ ଆପଣଙ୍କ ପାଇଁ। ପାଞ୍ଚଟି ବଡ଼ ଗ୍ରହ, ଅର୍ଥାତ୍ 5ଟି ଗ୍ରହ ଯେଉଁମାନେ ଜୀବନର ଟୋଟାଲି ବାଟଟାକୁ ନିୟନ୍ତ୍ରଣ କରନ୍ତି। ତ ଆପଣ ଗୋଟେ ଧୀର ମଗ୍ନ ହେଇକି ଭାବନ୍ତୁ। ଦେଖନ୍ତୁ ବୁଧ ଆଉ ଶୁକ୍ର ଆଉ ରାହୁ 3 ଜଣ ମିତ୍ର ଗ୍ରହ, କିନ୍ତୁ ସୂର୍ଯ୍ୟ ଓ ମଙ୍ଗଳ ଏମାନଙ୍କର ଶତ୍ରୁ ଗ୍ରହ। ଏ 5 ଜଣ ଗୋଟିଏ ଘର ଯେତେବେଳେ ଆସିବେ, କନଫ୍ୟୁଜ୍ ତ ରହିବ ନିହାତି, କିନ୍ତୁ ଆପଣମାନଙ୍କ ଭିତରେ ଗୋଟେ ଅଲଗା ଉଦ୍ଦେଶ୍ୟ ଦେଖାଯିବ, କେମିତି ଆପଣ ନିଜକୁ ପରିବର୍ତ୍ତନ କରିବେ। ତ କୁମ୍ଭ ରାଶି ପାଇଁ ଗୋଟେ କଥା, ନିଶ୍ଚିତ ଭାବରେ ଫେବୃଆରୀ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାସ। 3ଟି ଗ୍ରହ ପ୍ରଥମେ, ତାପରେ 5ଟି ଗ୍ରହ, ତ 5ଟି ଗ୍ରହ ଲଗ୍ନରେ, ରାହୁ ପୁଣି ଲଗ୍ନରେ ବସିଛନ୍ତି। ତ ଏଇଠି ଭ୍ରମିତ ମଧ୍ୟ ଆପଣଙ୍କୁ କରାଇ ପାରନ୍ତି କୌଣସି କ୍ଷେତ୍ରରେ। ତ ଭ୍ରମିତକୁ ଆପଣ ଡରନ୍ତୁ ନାହିଁ, କେଉଁଟା ଭୁଲ କେଉଁଟା ଠିକ୍ ଆପଣ ନିଶ୍ଚିତ ଭାବରେ ଭାବନ୍ତୁ। କାହିଁକିନା ବୃହସ୍ପତି ଆପଣଙ୍କୁ ହେଲ୍ପ କରିବେ, ଜ୍ଞାନର ଘର ଉଦୟ କରାଇବେ। ତ ଅର୍ଥ କ୍ଷେତ୍ରରେ ଆପଣମାନଙ୍କର ନିଶ୍ଚିତ ଭାବରେ ଯେଉଁ ମାସଟି ଅତ୍ୟନ୍ତ ଖୁସି ଆଣିବ, ଯାହା ଜଣାଯାଉଛି। ଆଉ ସମସ୍ତ ପ୍ରକାର ବିଜନେସ୍ କରିବା ଆଗରୁ ଟିକେ ପୁଙ୍ଖାନୁପୁଙ୍ଖ ଭାବେ ଚିନ୍ତା କରନ୍ତୁ, କାହିଁକିନା ରାହୁ ଲଗ୍ନରେ ବାରମ୍ବାର ଏଇଟା କହୁଛି। ହନୁମାନ ଚାଳିଶା ନିଶ୍ଚିତ ଭାବେ ପାଠ କରନ୍ତୁ, ସମସ୍ତ ପ୍ରୋବ୍ଲେମ୍ ଦୂର ହେବା ପାଇଁ। ମହାଦେବଙ୍କର ଆପଣ ନିଶ୍ଚିତ ଭାବେ ଜପ କରନ୍ତୁ, ମହାଦେବ ଏବଂ ପାର୍ବତୀ ମାତାଙ୍କର ଦର୍ଶନ କରନ୍ତୁ। ତତ୍ସହିତ ଆପଣମାନେ ଗଣପତିଙ୍କର ମଧ୍ୟ ଆରାଧନା କରନ୍ତୁ, ମା ଲକ୍ଷ୍ମୀଙ୍କର ମଧ୍ୟ ଆରାଧନା କରନ୍ତୁ ଏବଂ ନିଜର କୁଣ୍ଡଲି ଜାଣିବା ପାଇଁ ଆମକୁ କଣ୍ଟାକ୍ଟ କରନ୍ତୁ ଏଇ ନମ୍ବରରେ। ଜୟ ଜଗନ୍ନାଥ।